ଆମ ଓଡ଼ିଆ ମାନଙ୍କର ଅତି ପ୍ରିୟ ଚିତଉ ପିଠା। କଥାରେ ଅଛି ପରା 12 ମାସରେ 13 ପରବ। ଶ୍ରାବଣ ମାସରେ ପଡୁଥିବା ଚିତଉ ଅମାବାସ୍ୟାରେ ତ ଘରେ ଘରେ ଚିତଉ ପିଠା ହେଉଥିବ। ନମସ୍କାର ସାଙ୍ଗମାନେ, ମୋ ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଚିତଉ ପିଠା ବନେଇବା ପାଇଁ ମୁଁ ଏଠି ଗୋଟେ ଗିନା ଅରୁଆ ଚାଉଳ ନେଇଥିଲି। ଚାଉଳକୁ ଭଲସେ 2-3 ଥର ଧୋଇକି ମୁଁ ଏଠି ଭିଜେଇ ନେଇଥିଲି 3-4 ଘଣ୍ଟା ପାଇଁ। ଗୋଟେ ଗିନା ଚାଉଳ ପାଇଁ ମୁଁ ଏଠି ଫାଳେ କୋରା ନଡିଆ ନେଇଥିଲି। ଆପଣ ମାନେ ଚାହିଁଲେ କାଟିକି ବି ନେଇପାରିବେ। 3-4 ଘଣ୍ଟା ଭିଜେଇଲା ପରେ ଚାଉଳଟି ଏଠି ଭଲସେ ଭିଜି ଯାଇଥିଲା। ଏବେ ଚାଉଳ ଆଉ ନଡିଆକୁ ଦେଇକି ବ୍ଲେଣ୍ଡିଂ ଜାରରେ ଭଲସେ ବ୍ଲେଣ୍ଡ କରି ନେଇଥିଲି। ଦେଖିପାରୁଥିବେ ଏଠି କେତେ ବଢିଆ ସେ ଚିକଣ ହେଇକି ପୁରା ବାଟି ହେଇସାରିଛି। ଯେହେତୁ ନଡିଆଟା ପଡିଛି, ଏମିତି ଖଦଖଦଡିଆ ତ ନଡିଆ ଟିକେ ରହିବ। ଫାଷ୍ଟ ଅଳ୍ପ ଟିକେ ପାଣି ଦେଇକି ବାଟିବେ, ଯେମିତି ଟିକେ ବହଳିଆ ରହିବ। କାହିଁକି ନା ପାଣି ମୁଁ ଏଠି ପଛରେ ୟୁଜ କରିବି। ଆପଣ ମାନେ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ରେସିପିଟି ନିହାତି ଜାଣିପାରିବେ। ଦେଖିପାରୁଥିବେ ଆଣଟି ମୁଁ ଏଠି 5-6 ଘଣ୍ଟା ପାଇଁ କଭର କରିକି ରଖି ନେଇଥିଲି। ଆଉ ଦେଖିପାରୁଥିବେ ଆଣଟି ଏଠି କେତେ ବଢିଆ ସେ ଫୁଲି ସାରିଛି। ଏବେ ସ୍ୱାଦ ଅନୁସାରେ ଲୁଣ ଦେଇଦବା। ଆଉ ମୁଁ ଏଠି 1/2 ଚାମଚ ଚିନି ନେଇଛି। ଚିନିଟା ପୁରା ଅପସନାଲ ଅଛି, ଆପଣ ମାନେ ଚାହିଁଲେ ପକେଇ ପାରିବେ, ନହେଲେ ସ୍କିପ କରିଦେବେ। ଯୋଉ ଗିନାରେ ମୁଁ ଚାଉଳ ନେଇଥିଲି ସେଇ ଗିନାରେ ମାପିକି ଗରମ ପାଣି ଅଧ ଗିନା ଦେଇଛି। ଆଣଟିକୁ ଭଲସେ ଗୋଳେଇ ନେଇଥିଲି। ଆଉ କରେଇରେ ଟିକେ ତେଲ ମାରିକି ଏଠି ଆଣକୁ ଦେଇଦବା। ମୁଁ ଏଠି ଗୋଟେ ବଡ ସାଇଜ ଡଙ୍କି ନେଇଯାଇଛି। ଆଉ ସେଇ ଡଙ୍କିରେ ଗୋଟେ ଡଙ୍କି କି 1.5 ଡଙ୍କି ଖଣ୍ଡେ ଆମେ ଆଣ ଦବା। ପୁରା କଭର ହେଲା ଭଳିଆ ପିଠା ସାଇଜର ଗୋଟେ ପ୍ଲେଟଟେ ଘୋଡେଇ ଦେଇଥିଲି। ପିଠାର ଚାରିକରରେ କିଛି ପାଣିର ଛିଟା ଦେଇଥିଲି। କାହିଁକି ନା ଛିଟା ଦବା ଦ୍ୱାରା ଆମର ପିଠାଟି ଷ୍ଟିମ ହେଇକି ଭଲସେ ଫୁଲେ। ଆଉ ପିଠାଟି ଆମର ବହୁତ କଅଁଳିଆ ମଧ୍ୟ ହୁଏ। ପିଠାକୁ ତ ଆପଣ ମାନେ ଦେଖିକି ଜାଣିପାରୁଥିବେ ପିଠାଟି ମୋର କେତେ ସଫ୍ଟ ହେଇଛି। ଏବେ ୟାକୁ କାଢିକି ଗୋଟେ ପ୍ଲେଟରେ ରଖିଦେବା। ଆଉ ସେମ ପ୍ରୋସେସରେ ଆଉ ଗୋଟେ ପିଠା ବନେଇବା। ଯଦି ଆପଣ ମାନେ ଠିକ ପ୍ରୋସେସରେ ପିଠାଟିକୁ ମେଜରମେଣ୍ଟ କରିକି କଲେ, ତାହେଲେ ଖାଇବାକୁ ମଧ୍ୟ ବହୁତ ହି ବଢିଆ ଲାଗିବ। ଆଉ ଘରେ ସମସ୍ତଙ୍କୁ ଖୁଆଇବାକୁ ମଧ୍ୟ ଭଲ ଲାଗିବ। ଏଇ ପ୍ରୋସେସରେ ପିଠାଟିକୁ କଲେ ନା ସୋଢା ପକେଇବାକୁ ପଡିବ, ନା ବିରି ପକେଇବାକୁ ପଡିବ। ବହୁତ କମ ସାମଗ୍ରୀ ଆଉ ବହୁତ କମ ଟାଇମରେ ଟେଷ୍ଟି ପିଠା ବନେଇକି ଖାଇପାରିବେ। ଆପଣ ମାନେ ଯଦି କମେଣ୍ଟ କରନ୍ତି, ମୁଁ ଆପଣ ମାନଙ୍କ ପାଇଁ ମିଠା ଚିତଉ ନେଇକି ଆସିବି ବିନା ଚିନିରେ। ଦେଖିପାରୁଥିବେ ପିଠା ଏଠି ମୋର ଅଲରେଡି ସରିଗଲାଣି। ପିଠାଟି ସିନା ସରିଗଲା, କିନ୍ତୁ ପିଠାକୁ ଦେଖିକି ଗୋଟେ କଥା ମନେ ପଡିଗଲା। ଛୋଟବେଳେ ମାଙ୍କ ସାଙ୍ଗରେ ଯାଉଥିଲୁ ନଈ ପୋଖରୀକି ଚିତଉ ପିଠା ନେଇକି ଭୋଗ ଲଗେଇବାକୁ। କିନ୍ତୁ ଏବେ ଚିତଉ ପିଠା ତ କରୁଛି, କିନ୍ତୁ ନା ଦେଖିବାକୁ ମିଳୁଛି ସେ ନଈ ପୋଖରୀ, ଆଉ ନା ମାଙ୍କ ହାତର ସେ ପୂଜା। ଏଇଠି ସାଙ୍ଗମାନେ ଦେଖିକି ଜାଣିପାରୁଥିବେ ପିଠାଟି ମୋର କେତେ ନରମ ହେଇଛି। ଏଇ ପିଠାଟିକୁ ଆପଣ ଗରମ ଗରମ ଖାଲିରେ ଖାଇପାରିବେ, କି ମଟର ତରକାରୀ ସହିତ, ନହେଲେ କ୍ଷୀର ସହିତ। ମତେ ତ ଏତେ ଟେଷ୍ଟି ଲାଗିଲା ଯେ ମୁଁ ଖାଲିରେ ହିଁ ଖାଇଦେଲି। ତାହେଲେ ସାଙ୍ଗମାନେ, ଆଜିର ରେସିପି ଯଦି ଆପଣ ମାନଙ୍କୁ ଭଲ ଲାଗିଥିବ, ତାହେଲେ ଲାଇକ୍, କମେଣ୍ଟ ଆଉ ସେୟାର ନିହାତି କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।